ଭାଇ ମୁଁ ମରୁଛି କ'ଣ ପାଇଁ ଜାଣିଛ? ମୁଁ ମରୁଛି ଏଥିପାଇଁ କାରଣ ମୁଁ ଜାଣିଛି ମୋତେ ନ୍ୟାୟ କେହି ଦେଇପାରିବେନି। ଆଜି ନ୍ୟୁଜ୍ ଚ୍ୟାନେଲ ସାମ୍ନାରେ କିରି କହୁଛି ସବୁ କିଛି ଜିନିଷ କହୁଛି। ସୁମିତ୍ରା ସେଠୀ, ସୁମିତ୍ରା କୁମାରୀ ସେଠୀ, ବାପା ନା ଗଗନ କୁମାର ସେଠୀ, ତାଙ୍କ ଘର ହେଉଛି ପିପିଲି ହାଟ ଛକ। ସେ ମୋ ଜୀବନ ବର୍ବାଦ କରିଦେଇଛି। ମୁଁ ଜାଣିଛି ଗୋଟେ ଝିଅକୁ ମୁଁ କେବେ ବି ହରେଇ ପାରିବିନି, କାରଣ ମୁଁ ଗୋଟେ ପୁଅ। ବସ୍ ମୁଁ ଯଦି ଭୁଲ ଥିବି ନା ତ ନିଶ୍ଚୟ ଆର ଜନ୍ମରେ କିଛି ଗୋଟେ ଖରାପ ଜିନିଷ ଜନ୍ମ ନେଇକି ଜନ୍ମ ନେବି। ବସ୍ ଆଜି ମୁଁ ମରିବାକୁ ଯାଉଛି, ଏ ଦୁନିଆ ସାମ୍ନାରେ ମୁଁ ମରିବାକୁ ଯାଉଛି। ମୁଁ ଯଦି ଠିକ୍ ଥିବି ତ ଗ୍ୟାରେଣ୍ଟେଡ଼ ମୋତେ କିଛି ନ୍ୟାୟ ମିଳିବ। ମୁଁ ଯଦି ଭୁଲ ଥିବି ତାହେଲେ ମୁଁ କସ୍ମିନ୍ କାଳେ ବି ଏ ଦେଶର ନ୍ୟାୟକୁ କେବେ ବି ଭାବିବେନି, କାରଣ ଏ ଇଣ୍ଡିଆରେ ବହୁତ ସାରା ଲୋକ ମରୁଛନ୍ତି ବଞ୍ଚୁଛନ୍ତି। ବଟ୍ ମୁଁ ଜାଣିଛି ମୁଁ ତା ବିନା ବଞ୍ଚିପାରିବିନି। ତା ବିନା ମୁଁ ମରୁଛି ଏଥିପାଇଁକିରି କାରଣ ମୋତେ ନ୍ୟାୟ ଦରକାର। କାରଣ ମୁଁ ଆଜି ଯଦି ନ୍ୟାୟ ପାଇଁ ଯଦି ନ ଲଢ଼ିବି ତାହେଲେ ଆଜିକାଲି ହଜାରଟା ପୁଅ କରି ଅଛନ୍ତି ଏମିତିକି ମରିଯିବେ, ତାଙ୍କୁ ବି ନ୍ୟାୟ ମିଳିବନି। ଯଦି ନ୍ୟାୟ ଦରକାର ତାହେଲେ ସେଥିପାଇଁ ଲଢ଼ିବାକୁ ପଡ଼େ। ମୋ ବାପାର ସେତିକି ସାମର୍ଥ୍ୟ ନାହିଁ ଯେ କି ମୋ ବାପା ଲଢ଼ିପାରିବ ପଇସା ଦେଇକି। ବସ୍ ଯଦି କିଏ ଗୋଟେ ଗଭର୍ଣ୍ଣମେଣ୍ଟ ଓକିଲ ଯଦି ମୋ ବାପାକୁ ଯଦି ସାହାଯ୍ୟ କରିବ ନା, ମୋ ବାପା ନିଶ୍ଚୟ ହେଲ୍ପ ମାନେ ସବୁ କିଛି ଜିନିଷରେ ପାଇପାରିବ। ମୁଁ ଗୋଟେ ମାର୍କେଟିଂ ଏଜେନ୍ସିରେ କାମ କରେ। ମୁଁ କିଛି ଏତେ ବଡ଼ କୋଟିପତି ନୁହେଁ, ମାନୁଛି। ହଁ, 1,00,000 ରୁ 1.5 ଲକ୍ଷ ଟଙ୍କା ଇନକମ୍ କରେ। କିନ୍ତୁ 1,00,000 ରୁ 1.5 ଲକ୍ଷ ନା ଆଜିକା ଦୁନିଆରେ କିଛି ବି ନୁହେଁ। ମୁଁ ପ୍ଲିଜ୍ ମୁଁ ଓଡ଼ିଶାବାସୀ ଯଦି ସତରେ ଯଦି ଗୋଟେ ପୁଅର ଯଦି ନ୍ୟାୟ ଚାହାନ୍ତି ନା, ଗୋଟେ ପୁଅ ଯଦି ତା ନିଜ ଇଜ୍ଜତ, ପ୍ରେଷ୍ଟିଜ୍, ସେଲ୍ଫ ରେସ୍ପେକ୍ଟ ସବୁ କିଛି ଛାଡ଼ିକି ଯଦି ମିଡ଼ିଆ ସାମ୍ନାକୁ ଆସୁଛି ନା, ପ୍ଲିଜ୍ ତାକୁ ନ୍ୟାୟ ଦିଅ। ମୁଁ ଆଜି ଦେଖ ତମ ମିଛ କହିବିନି, ଦେଖ ସେଠି ରସି ଟାଙ୍ଗିକି ରଖିଛି। ମୁଁ ଆଜି ସବୁଦିନ ପାଇଁ ମୁଁ ମରିଯିବି, କାରଣ ମୁଁ ଜାଣିଛି ମୁଁ ଆଜି ବଞ୍ଚିବି ଯଦି ମୋ ଦୁନିଆ ମୋ ନିଜ ଲାଇଫ୍ ବର୍ବାଦ ହେଇଯିବ। ମୁଁ ଆଜି ମରିବି ସତ, ବସ୍ କିନ୍ତୁ ପ୍ଲିଜ୍ ମୋତେ ନ୍ୟାୟ ଦିଅ। ପ୍ଲିଜ୍ ମୋତେ ନ୍ୟାୟ ଦିଅ। ଯଦି ସତରେ ଯଦି ଦୁନିଆରେ ଯଦି ସବୁ ଲୋକ ଅଛନ୍ତି, ସବୁ ମାନେ ମୋ ଗର୍ଲଫ୍ରେଣ୍ଡ ମୋତେ କହିଲା ମୁଁ କୁଆଡ଼େ ଗୋଟେ ଛକା, କାରଣ ମୁଁ କାନ୍ଦୁଛି। ଯଦି ସତରେ ଯଦି କି ଛକା ବଂଶଜ ଯଦି ବି ଥିବେ ନା, ମୋତେ ନ୍ୟାୟ ଦେବେ। କାରଣ ସମସ୍ତେ ଯାତ୍ରାରେ କିଏ କ'ଣ ଡାଇଲଗ୍ କହିଦେଲା ସେ ସେଥିପାଇଁ ବାହାରୁଛନ୍ତି। ତ ମୁଁ ତ ଗୋଟେ ମଣିଷଟିଏ, ମୁଁ ତ ଗୋଟେ ପୁରୁଷଟିଏ। ଗୋଟେ ଜିନିଷ ସମସ୍ତେ ନାରୀ ପାଇଁ ନ୍ୟାୟ ଭାବୁଛନ୍ତି, ତାହେଲେ ଗୋଟେ ପୁରୁଷ ପ୍ରତି ହେଇଥିବା ଅନ୍ୟାୟକୁ କାହିଁକି ବାହାରିବେନି? ପ୍ଲିଜ୍ ମୋତେ ବାହାରନ୍ତୁ, ମୋତେ ନ୍ୟାୟ ଦିଅନ୍ତୁ। ମୁଁ ଏତିକି ଆପଣଙ୍କୁ ରିକ୍ୱେଷ୍ଟ କରୁଛି, ପ୍ଲିଜ୍ ମୋତେ ନ୍ୟାୟ ଦିଅନ୍ତୁ। ସେ ଝିଅର ନାଁ ହେଉଛି ସୁମିତ୍ରା କୁମାରୀ ସେଠୀ, ପିପିଲି ହାଟ ଛକ ତା ଘର। ସେ କୁଆଡ଼େ ବାହାରକୁ ଯାଇନି, ସେ ତା ଭଉଣୀ ରିଙ୍କି ଘରେ ଅଛି। ସେ ଗୋଟେ ପୋଲିସ